ଦେଖନ୍ତୁ କେଉଁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଲେ ମା ତାରିଣୀ। ତାଙ୍କର ହଉଛି ଆଜି ଯୋଉ ହଉଛି ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ହଉଛି ମାନେ ଭୂମି ପୂଜା ହଉଛି, ଏଥି ନେଇକି ତ ଆମେ ଆଗରୁ ଦାବି କରି ମୁଁ ଗୋଟିଏ ଏମଏଲଏ ଯୋଉଟା କି ସଦାବେଳେ ଦାବି କରେ ଏବଂ ହଉଛି ବାରମ୍ବାର ଆସେମ୍ବଲିରେ କ୍ୱେଶ୍ଚିନ୍ କରିଛି ଯେ ମା ତାରିଣୀଙ୍କର ଉନ୍ନତିମୂଳକ କାମ କରାଯାଉ ଏବଂ ତାରିଣୀଙ୍କର ଉନ୍ନତିମୂଳକ ଯଦି ହଉଛି ତାହା ହଉଛି କେଉଁଝର ଜିଲ୍ଲାରୁ ବହୁତ ଖଣି ଖାଦାନରୁ ପଇସା ଆସୁଛି, କିନ୍ତୁ ହଉଛି ମା ତାରିଣୀଙ୍କ ପାଇଁ କୌଣସି କିଛି କାମ ହଉନି କି ବଳଦେବ ଠାକୁରଙ୍କ ପାଇଁ କିଛି ହଉଛି ଉନ୍ନତିମୂଳକ କାମ ହଉନି। ଏଥିପାଇଁ ମୁଁ ସଦା ସର୍ବଦା ଦାବି କରି ଆସିଥିଲି। ଯାହା ହେଉ ଆଜି ହଉଛି ମାଙ୍କର ଇଚ୍ଛା ପୂରଣ ହେବାକୁ ଯାଉଛି କିଛି ଅଂଶରେ। ସେଟା ହଉଛି ଆମର ଆଜି କେଉଁଝର ଜିଲ୍ଲାର ବରପତ୍ର ଓଡ଼ିଶାର ହଉଛି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ କିଛି ହଉଛି ଅର୍ଥ ଦେଇଛନ୍ତି। ସେ ଅର୍ଥ ଦେବା ମାଧ୍ୟମରେ ଆଜି ସେ ବି ନିଜେ ଆଜି ଆସୁଛନ୍ତି ଏବଂ ହଉଛି ବହୁ କେଉଁଝର ଜିଲ୍ଲାର ବହୁ ମାନେ ଭକ୍ତ ଆସୁଛନ୍ତି। যে হচ্ছে আজ ওই যে ভূমি পূজা এবং শিলান্যাস হচ্ছে সে পূজার সমস্ত আজ হচ্ছে দেখি মনর হচ্ছে মানে আনন্দিত করবে এবং হচ্ছে মা তারিণীଙ୍କ ପାଇଁ ସମସ୍ତେ ହଉଛି ଚିନ୍ତାଧାରା କରିବେ ଯେ ମା ତାରିଣୀ ତୋର ହଉଛି ଦିନକୁ ଦିନ ହଉଛି ଇଏ ପାରିପାର୍ଶ୍ୱ ଉନ୍ନତି ହଉ, ଏଥିପାଇଁ ସେ ହଉଛି ମାନେ ସମସ୍ତଙ୍କର ଭାବନା ବି ରହିବ। ବିଜେଡି ସରକାର କଣ କରୁଥିଲା କଣ ନାହିଁ ସେ ବାବଦରେ ମୋର କିଛି କହିବାର ନାହିଁ। ସିଏ ବି ହଉଛି 25 ବର୍ଷ ଧରିକି ସରକାର ରହିଲେ ଏବଂ ହଉଛି ଏ କେଉଁଝର ଜିଲ୍ଲାରୁ ବି ବହୁତ ମାନେ ଇଏ ଖଣି ମାଧ୍ୟମରେ ପଇସା ନେଇଛନ୍ତି, କିନ୍ତୁ ତାର ହଉଛି ମାଧ୍ୟମରେ ଯେତିକି ହଉଛି ମା ତାରିଣୀଙ୍କ ପାଇଁ ଦେବା କଥା ସମୁଦ୍ରକୁ ସକେ ବଢିଆ 50 କୋଟି ଟଙ୍କା ଦେଇଛନ୍ତି, କିନ୍ତୁ ଆଜି ମୋହନ ସରକାର ଯଦି ଅଧିକ ଦେଇପାରୁଛନ୍ତି ସେ ହଉଛି ଯେହେତୁ କେଉଁଝର ଜିଲ୍ଲାର ପିଲା ଏବଂ ପୁଅ ଏବଂ ହଉଛି ମା ତାରିଣୀଙ୍କ ବାବଦରେ ତାଙ୍କର ଚିନ୍ତାଧାରା ଅଛି, ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦଉଛି।